କ'ଣ ଆପଣ ଜାଣିଛନ୍ତି କି ମାଣ୍ଡିଆ ଖାଇବା ଦ୍ୱାରା ଆମର କେଉଁ ସବୁ ରୋଗ ଭଲ ହୋଇଥାଏ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ମାଣ୍ଡିଆ ଖାଇଲେ ଆମର କ'ଣ କ'ଣ ସବୁ ଉପକାର ହୋଇଥାଏ ତାହା ସମ୍ପର୍କରେ ଜାଣିବା। ଆପଣଙ୍କ ପାଇଁ ଆଜିର ପ୍ରଥମ ପ୍ରଶ୍ନ, ଭାରତରୁ ସବୁଠାରୁ ଅଧିକ ରପ୍ତାନି ହେଉଥିବା ପରିବା କେଉଁଟି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଆଳୁ, ବି ରସୁଣ, ସି ପିଆଜ, ଡି ଅଦା। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି ପିଆଜ। ଭାରତରୁ ସବୁଠାରୁ ଅଧିକ ରପ୍ତାନି ହେଉଥିବା ପରିବା ପିଆଜ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟରେ କେଶରର ଚାଷ କରାଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମଣିପୁର, ବି କାଶ୍ମୀର, ସି ପଶ୍ଚିମବଙ୍ଗ, ଡି ନାଗାଲାଣ୍ଡ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି କାଶ୍ମୀର। କାଶ୍ମୀର ରାଜ୍ୟରେ କେଶରର ଚାଷ କରାଯାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ବିଲାଇର ପ୍ରାଣଶକ୍ତି ମଣିଷର ପ୍ରାଣଶକ୍ତି ଠାରୁ କେତେ ଗୁଣ ଅଧିକ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 12 ଗୁଣା, ବି 13 ଗୁଣା, ସି 14 ଗୁଣା, ଡି 15 ଗୁଣା। ପୁଣି ଥରେ ଆପଣଙ୍କ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି 14 ଗୁଣା। ଗୋଟିଏ ବିଲାଇର ପ୍ରାଣଶକ୍ତି ମଣିଷର ପ୍ରାଣଶକ୍ତି ଠାରୁ 14 ଗୁଣା ଅଧିକ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଠାକୁର ଘରେ କେଉଁ ଜିନିଷ ରଖିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଧୂପକାଠି, ବି ଦୀପ, ସି ଘିଅ, ଡି ମାଛ ମାଂସ। ଆପଣଙ୍କ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଡି ମାଛ ମାଂସ। ଠାକୁର ଘରେ ମାଛ ମାଂସ ରଖିଲେ ଘରକୁ ଦାରିଦ୍ର୍ୟତା ଆସିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, କେଉଁ ପଶୁର ମୂତ୍ର ଅନ୍ଧାରରେ ମଧ୍ୟ ଚମକିଥାଏ? ଆପଣଙ୍କ ଅପସନ୍ ହେଲା ଅପସନ୍ ଏ ବିଲାଇ, ବି କୁକୁର, ସି ମେଣ୍ଢା, ଡି ହରିଣ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ବିଲେଇ। ବିଲେଇ ପଶୁର ମୂତ୍ର ଅନ୍ଧାରରେ ମଧ୍ୟ ଚମକିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଗୋଟିଏ ଦିନରେ ପାଚି ଯାଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଦଳୀ, ବି ଚିକୁ, ସି ପଣସ, ଡି ଆମ୍ବ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି ଚିକୁ। ଚିକୁ ଫଳ ଗୋଟିଏ ଦିନରେ ପାଚିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ପାଣିଠାରୁ ଶସ୍ତାରେ ପେଟ୍ରୋଲ ମିଳିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଭେନେଜୁଏଲା, ବି ଭାରତ, ସି ଆମେରିକା, ଡି ବ୍ରାଜିଲ। ସମୟଟି ସମାପ୍ତ ହୋଇସାରିଛି। ଏବେ ଏହାର ସଠିକ୍ ଉତ୍ତରଟି ଏ ଭେନେଜୁଏଲା। ଭେନେଜୁଏଲା ଦେଶରେ ପାଣିଠାରୁ ଶସ୍ତାରେ ପେଟ୍ରୋଲ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପକ୍ଷୀକୁ ପ୍ରେମର ପ୍ରତୀକ ବୋଲି ମାନାଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଶୁଆ, ବି କୋଇଲି, ସି ସାରି, ଡି ସାରସ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଡି ସାରସ। ସାରସ ପକ୍ଷୀକୁ ପ୍ରେମର ପ୍ରତୀକ ବୋଲି ମାନାଯାଏ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ମାଣ୍ଡିଆ ଖାଇବା ଦ୍ୱାରା କେଉଁ ସବୁ ରୋଗ ଠିକ୍ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ହାର୍ଟ ରୋଗ, ବି କ୍ୟାନ୍ସର, ସି ଡାଇବେଟିସ୍, ଡି ଏସିଡିଟି। ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ହେଲା ନିମ୍ନୋକ୍ତ ସମସ୍ତ ମାଣ୍ଡିଆ ଖାଇବା ଦ୍ୱାରା ହାର୍ଟ ରୋଗ, କ୍ୟାନ୍ସର, ଡାଇବେଟିସ୍, ଏସିଡିଟି ଭଳି ମାରାତ୍ମକ ରୋଗ ଠିକ୍ ହୋଇଥାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା, ଓଡ଼ିଶାର ଜାତୀୟ ଫୁଲର ନାମ କ'ଣ?
ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଟଗର, ବି ମଲ୍ଲି, ସି ଚମ୍ପା, ଡି ଗୋଲାପ। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି କିପରି ଲାଗିଲା ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ନିଶ୍ଚୟ କୁହନ୍ତୁ।